କେଉଁଠୁ ହୋଇଥିଲା ମା ସରସ୍ୱତୀଙ୍କ ସୃଷ୍ଟି? ଜାଣନ୍ତୁ କିଛି ଅଜଣା କଥା। ବନ୍ଧୁଗଣ, ଧାର୍ମିକ ବିଶ୍ୱାସ ଅନୁଯାୟୀ ମାତା ସରସ୍ୱତୀଙ୍କର ମାଘ ମାସର ଶୁକ୍ଳପକ୍ଷ ବସନ୍ତ ପଞ୍ଚମୀରେ ଉତ୍ପତ୍ତି ହୋଇଥିଲା। ପୁରାଣ ଅନୁଯାୟୀ ଯେତେବେଳେ ବ୍ରହ୍ମା ବ୍ରହ୍ମାଣ୍ଡର ସୃଷ୍ଟି କାର୍ଯ୍ୟ ସମାପ୍ତ କଲେ, ସେତେବେଳେ ସେ ଦେଖିଲେ ଯେ ବ୍ରହ୍ମାଣ୍ଡରେ ସବୁକିଛି ଅଛି, କିନ୍ତୁ ସବୁକିଛି ନୀରବ, ଶାନ୍ତ ଓ ନିର୍ବୋଧ ଅବସ୍ଥାରେ ରହିଛି। ତାପରେ ସେ ନିଜ କମଣ୍ଡଳରୁ ପାଣି ବାହାର କରି ଛିଞ୍ଚନ କଲେ। ସେଠାରେ ମାତା ସରସ୍ୱତୀ ଉପସ୍ଥିତ ହୋଇଥିଲେ। ସେ ତାଙ୍କ ହାତରେ ବୀଣା, ମାଳା ଓ ପୁସ୍ତକ ଧରିଥିଲେ। ମାତା ସରସ୍ୱତୀ ତାଙ୍କ ବୀଣା ସହ ବସନ୍ତ ରାଗ ଗାନ କଲେ। ଏହା ଫଳସ୍ୱରୂପ ସୃଷ୍ଟି ମଧ୍ୟରେ ସଞ୍ଚାର ଖେଳିଗଲା। ସେହି ତାରିଖଟା ଥିଲା ମାଘ ପଞ୍ଚମୀ। ସେହି କାରଣରୁ ପ୍ରତିବର୍ଷ ଏହି ଦିନ ବସନ୍ତ ପଞ୍ଚମୀ ପାଳନ କରାଯାଏ ଓ ମାତା ସରସ୍ୱତୀଙ୍କୁ ପୂଜା କରାଯାଏ। ମାତା ସରସ୍ୱତୀ ହଳଦିଆ ଓ ଧଳାକୁ ବହୁତ ପସନ୍ଦ କରନ୍ତି। ସେଥିପାଇଁ ସେ ସବୁବେଳେ ଧଳା କିମ୍ବା ହଳଦିଆ ରଙ୍ଗର ଶାଢ଼ୀ ପରିଧାନ କରନ୍ତି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଧଳା ରଙ୍ଗ ଶୁଦ୍ଧତାକୁ ଓ ହଳଦିଆ ରଙ୍ଗ ସକାରାତ୍ମକତାକୁ ପ୍ରତିପାଦିତ କରେ। ସେଥିପାଇଁ ଏହି ଦୁଇଟି ରଙ୍ଗକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଦେବୀ ସରସ୍ୱତୀଙ୍କୁ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ତାଙ୍କର ଏକ ମୟୂର ମଧ୍ୟ ଅଛି, ଯାହା ସୁନ୍ଦର ନୃତ୍ୟକୁ ପ୍ରତିପାଦିତ କରେ। ମୟୂର ଆମକୁ ଶିକ୍ଷା ଦିଏ ଯେ ଆମର ବାହ୍ୟ ସୌନ୍ଦର୍ଯ୍ୟ ପ୍ରତି ଅଧିକ ଧ୍ୟାନ ନ ଦେଇ ସତ୍ୟରେ ବିଶ୍ୱାସ କରିବା ଉଚିତ। ମାତା ସରସ୍ୱତୀଙ୍କ ହାତରେ ଏକ ବୀଣା ଅଛି, ଯାହା ଜ୍ଞାନ ଓ ସୌହାର୍ଦ୍ଦ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଦେବୀ ସରସ୍ୱତୀଙ୍କ ହାତରେ ବେଦ ଓ ବୀଣା ମଧ୍ୟ ସଙ୍ଗୀତ, ନୃତ୍ୟ ଏବଂ କଳା ପ୍ରତି ପ୍ରେମ ପ୍ରଦର୍ଶନ କରନ୍ତି। ଆପଣ ଦେଖିଥିବେ ଯେ ସବୁ ସରସ୍ୱତୀଙ୍କ ଫଟୋରେ ହେଉ, ମୂର୍ତ୍ତିରେ ହେଉ, ତାଙ୍କ ହାତରେ ବୀଣା ନିଶ୍ଚିତ ଭାବରେ ଥିବ। ଆଉ ପୁସ୍ତକ ମଧ୍ୟ ଗୋଟେ ଥାଏ। କାହିଁକିନା ସେଇଥିପାଇଁ ତାଙ୍କୁ ସଙ୍ଗୀତ ବା ନୃତ୍ୟର ଦେବୀ ମଧ୍ୟ କୁହାଯାଏ ତାଙ୍କୁ।